ସବୁ ଭାଷାରେ ଆଉ ସବୁ ଜାତିର ଲୋକମାନେ ସେ ସମାନ ଶବ୍ଦ କିନ୍ତୁ ଯେତେଟା ଭାଷାରେ କହିଲେ ବି ସେ ହାଲେଲୁୟା ଏକା ଆସିବ। ଇଂଲିଶରେ କହିଲେ ବି ହାଲେଲୁୟା, ହିନ୍ଦୀରେ କହିଲେ ବି ହାଲେଲୁୟା, ଓଡ଼ିଆରେ କହିଲେ ବି ହାଲେଲୁୟା, ଉର୍ଦ୍ଦୁ, ତାମିଲ, ବଙ୍ଗାଳୀ ଯେତେଟା ଭାଷା ଅଛି, କାହିଁକି ନା ଏଟା ଜଗତର ଭାଷା ନୁହଁ, ମନୁଷ୍ୟମାନଙ୍କର ଭାଷା ନୁହଁ, ଏଟା ଗୋଟେ ସ୍ୱର୍ଗୀୟ ଭାଷା। ଆଉ ସେଇ ହାଲେଲୁୟା ଶବ୍ଦରେ ସ୍ୱର୍ଗର ଆନନ୍ଦ ରହିଛି। ସେ ହାଲେଲୁୟା ଶବ୍ଦରେ ପରିତ୍ରାଣ, ଗୌରବ, ପରାକ୍ରମ, ଈଶ୍ୱରଙ୍କର ପ୍ରଶଂସା ସ୍ତୁତି କରିବାର ବିଷୟ ଲେଖାଯାଇଛି। ଆଉ ଆମେ 19 ପର୍ବର ତାର 1 ପଦରେ, 3 ପଦରେ, ତାପରେ 4 ପଦରେ ଆଉ 6 ପଦରେ ଆମେ ତାକୁ ଦେଖିବାକୁ ପାଇଥିଲା। ପ୍ରଭୁ କରନ୍ତୁ ଆମେ ଯେତେବେଳେ ପ୍ରଭୁରେ ବିଶ୍ୱସ୍ତ ହେଇକରି ଅଛୁ ଆଉ ପ୍ରଭୁଙ୍କର ଆରାଧନା କରୁଛୁ, ସ୍ତବଗାନ କରୁଛୁ, ପ୍ରଭୁଙ୍କର ଉପସ୍ଥିତିରେ ମଣ୍ଡଳୀ ଯେତେବେଳେ ଆମେ ବସୁଅଛୁ, ତାଙ୍କର ପ୍ରତି ଆମର ଧ୍ୟାନ କେନ୍ଦ୍ରିତ ହଉ ଆଉ ଆମେ ଯେପରି ସେ ସ୍ୱର୍ଗୀୟ ଉପସ୍ଥିତିକୁ ଉପଲବ୍ଧି କରୁଥିବା ବା ତାଙ୍କର ପ୍ରଶଂସା ଗୌରବ କରୁଥିବା ସମୟରେ ଆମେ ତାଙ୍କର ଉପସ୍ଥିତି, ତାଙ୍କର ରବକୁ ଶୁଣିପାରୁଥିବା ଗୋଟେ ସୁନ୍ଦର ସଜାବଟ ଆମର ପାଖରେ ଅଛି। ଆମେ କିପରି ଭାବରେ ଜଗତରେ ସେଇ ସ୍ୱର୍ଗୀୟ ଗୌରବ ମହିମା କୀର୍ତ୍ତନ କରୁ କରୁ ଆମେ ଆପଣାକୁ ବ୍ୟକ୍ତିଗତ ଭାବରେ, ମାଣ୍ଡଳିକ ଭାବରେ, ପାରିବାରିକ ଭାବରେ ଆମେ ପ୍ରସ୍ତୁତ ହେଇପାରିବା, ସେ ବିଷୟ ଜାଗାରେ ଲେଖାଯାଉଛି। ଆଉ ଆମେ ଦେଖିବା 9 ପଦରେ ଲେଖାଯାଇଥିଲା, ସେତେବେଳେ ସେ ମୋତେ କହିଲେ, ଦେଖ ଯେଉଁମାନେ ମେଷ ଶାବକଙ୍କର ବିବାହ ଭୋଜକୁ ନିମନ୍ତ୍ରିତ ସେମାନେ ଧନ୍ୟ। ଆଉ ସେ ମୋତେ କହିଲେ, ଏହି ସବୁ ଈଶ୍ୱରଙ୍କର ସତ୍ୟ ବାକ୍ୟ। ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦତଳେ ଉବୁଡ଼ ହେଲି। ସେଥିରେ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ। ମୁଁ ତୁମର ଓ ଯୀଶୁଙ୍କର ସାକ୍ଷୀ ଯେ ତୁମ୍ଭର ଭାତୃଗଣ ସେମାନଙ୍କର ସହ ଦାସ ଈଶ୍ୱରଙ୍କୁ ପ୍ରଣାମ କର। ଈଶ୍ୱରଙ୍କୁ ପ୍ରଣାମ କର। ଯୀଶୁଙ୍କର ବିଷୟକ ସାକ୍ଷ୍ୟ ତ ଭାବବାଣୀର ସାର। ତାପରେ ଆମେ ଦେଖୁଛୁ 11 ପଦରେ ଲେଖାଯାଇଛି, ଗୋଟେ ଶ୍ଵେତ ଅଶ୍ଵ ଆରୋହୀ ବ୍ୟକ୍ତି ବିଷୟରେ ଲେଖାଯାଉଛି। ତତ୍ପରେ ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ ଗୋଟିଏ ଶ୍ଵେତ ବର୍ଣ୍ଣ ଅଶ୍ଵ, ତାହାର ଆରୋହୀଙ୍କର ନାମ ବିଶ୍ୱସ୍ତ ଓ ସତ୍ୟ। ଗୋଟେ ଅଶ୍ଵ ଉପରେ ଜଣେ ଆରୋହୀ ଅଛନ୍ତି ଆଉ ସେ ଆରୋହୀ ତାଙ୍କର ନାମ ହେଉଛି ବିଶ୍ୱସ୍ତ ଓ ସତ୍ୟ। ଆମେ ଏରା ଯୋହନ ଲେଖୁଛନ୍ତି, ଯୋହନ ଯେତେବେଳେ ଏ ବିଷୟ ସବୁ ଦେଖୁଛନ୍ତି ସେ ବିଷୟକୁ ସେ ଲେଖି ଅଛନ୍ତି। ଗୋଟେ ଜାଗାରେ ମୁଁ ପଢ଼ୁଥିଲି ଯେ ତୁମେ ଯାହା ସବୁ ଦେଖୁଛ ତାକୁ ବନ୍ଦ କରି ରଖ ନାହିଁ ବୋଲି ଲେଖାଯାଉଛି କେନ ଗୋଟେ, ଆଜି ମୁଁ ପଢ଼ୁଥିଲି। ପରେ ସେ ମୋତେ କହିଲେ, ଏହି ସମସ୍ତ ବାକ୍ୟ ବିଶ୍ୱାସନୀୟ ଓ ସତ୍ୟ। ଯାହା ଯାହା ଶୀଘ୍ର ଘଟିବ ସେହି ସବୁ ଆପଣା ଦାସମାନଙ୍କୁ ଦେଖାଇବା ନିମନ୍ତେ ପ୍ରଭୁ ଭାବବାଦୀମାନଙ୍କର ଆତ୍ମା ସମୂହର ଈଶ୍ୱର ଆପଣା ଦୂତଙ୍କୁ ପ୍ରେରଣ କରିଅଛନ୍ତି। ଏଇଟା 22 ପର୍ବର ମୁଁ ଦେଖୁଥିଲି କି ଲେଖା ହେଇଛି ଯେ এই ସମସ୍ତ ବିଷୟକୁ ବନ୍ଦ କରିବାର ସମୟ ନାହିଁ, ପ୍ରଭୁଙ୍କର ଆଗମନ ସମୟ ହେଇଗଲା। ଯେପରି ସମସ୍ତେ ଜାଗ୍ରତ ହେବେ, ସଚେତନ ହେବେ, ସୁରକ୍ଷିତ ହେବେ, ନିଜକୁ ପ୍ରସ୍ତୁତ କରିବେ ଆଉ ସେ କ'ଣ କରିବେ, ସେଥି ନିମନ୍ତେ ପ୍ରସ୍ତୁତ ହେବା ନିମନ୍ତେ ସମସ୍ତ ବାକ୍ୟକୁ ତୁମେ କହ ବୋଲିକରି ଯୋହନଙ୍କୁ କୁହାଯାଉଥିଲା। ଆଉ ସେ ବିଷୟ ସେ କହୁଛନ୍ତି। ଏ ଜାଗାରେ ଦେଖିବା ଆମେ ଗୋଟେ ଅଶ୍ଵାରୋହୀ ଆସୁଛନ୍ତି ଆଉ ତାଙ୍କର ନାମ ବିଶ୍ୱସ୍ତ ଓ ସତ୍ୟ ଅଟେ। ସେ ନ୍ୟାୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି। ଗୋଟେ ବ୍ୟକ୍ତି ଯିଏକି ସେ ଅଶ୍ଵ ଉପରେ ବସି ଅଛନ୍ତି, ନିଶ୍ଚିତ ଭାବରେ ସେ ଅଶ୍ଵାରୋହୀ ଆମର ପରମେଶ୍ୱର ପ୍ରଭୁ ଅଟନ୍ତି। ଆଉ ସେ ଜଣେ ବ୍ୟକ୍ତି ଅଛନ୍ତି ଯିଏକି ବିଶ୍ୱସ୍ତ ଅଟନ୍ତି ଓ ସତ୍ୟ ଅଟନ୍ତି। ତାହାଙ୍କର ନାମ ବିଶ୍ୱସ୍ତ ଓ ସତ୍ୟ ଅଟେ। ଆଉ ସେ ନ୍ୟାୟରେ ଯୁଦ୍ଧ କରନ୍ତି ଆଉ ବିଚାର ମଧ୍ୟ କରନ୍ତି। ତାହାଙ୍କର ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କର ମସ୍ତକରେ ଅନେକ ମୁକୁଟ, ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କର ବିନା ଅନ୍ୟ କେହି ଜାଣେ ନାହିଁ। ତାଙ୍କର
से प्रस्तुति को ये जगह देखा जाउछि तांकर चक्षु की प्रकार देखा जाउछि तांकर मस्तक की प्रकार अछि आउ तांकर आउ गोटे नाम लेखा जाइछि से नाम से एका जानती आउ केही जानती नहीं बोली लेखा जाइछि से रक्त निमजित वस्त्र परिहित पुणी ताहांकर नाम ईश्वरंकर वाक्य केतटा ना आमे सुनला न पहला ना हला विश्वस्त सत्य से न्याय और विचार रे युद्ध करती ताहांकर नाम कहीं जानी ना बोलिक 12 पदरे आमके कहूचे 13 पद आमके कहूचे जे से रक्त निमजित वस्त्र परिहित पुणी ताहांकर नाम ईश्वरंकर वाक्य आमे जोहन पुस्तक 1:1 रे देखिछु आद्ୟରେ वाक्य थिले वाक्य ईश्वरंकर सहित थिले सेही वाक्य ईश्वर थिले से ईश्वरंकर वाक्य अटंती वाक्य ईश्वर अटंती तेणुक आमे जितेले वाक्यर निकटवर्ती हो वाक्य को अधिक रु अधिक अध्ययन करिथाउ अध्ययन करिथाउ आमर आत्मिक क्षुधा तृषा निवारण होता है विश्वासी एका ये समस्त विषय को जानी पारिबो जे माने प्रभु जीशु ख्रीष्टंकर अनुकरणकारी माने से माने ही ए विषय को जानी पारिबे जे ए वाक्यर सत्यता कौन ए वाक्य कौन करि पारे और जदि आमे माने मध्य निश्चित भाव में वाक्य को पढ़ीछु और जानीछु और अनुभव करिछु जे ईश्वर का वाक्य केते शक्तिशाली अटे और से वाक्य स्वयं ईश्वर अटंती स्वर्गस्थ सैन्य बाहिनी शुभ्र और परिष्कृत सूक्ष्म वस्त्र परिहित होई श्वेतवर्ण अश्व मानक उपरे आरोहण करी ताहांकर पश्चात गमन कले जो व्यक्ति जहांकर नाम विश्वस्त सत्य जे न्याय रे विचार करती युद्ध करती जे रक्त निमजित वस्त्र रे परिहित पुणी जहांकर नाम ईश्वरंकर वाक्य से जेतेबेले आगमन करुअछंती तांकर सहित आहुरी अनेक अश्व माने आसुअछि परिहित होई श्वेत वर्ण अश्व मानक उपरे आरोहण करी ताहांकर पश्चात गमन कले तांकर पछे पछे श्वेत वर्ण अश्वर रे आरोहण करी अनेक लोक माने आसिले आमे वीडियो मन के देखुछु कि प्रकार भाव रे लोक माने जेपरि ज्ञात ही पारिबे से समस्त विषय को लोक माने हमको देखौछंती और निश्चित भाव रे जेतेबेले से विश्वस्त सत्य ईश्वर से न्याय और विचार करी युद्ध करबा निमंते आछंती द्वितीय आगमन करिसंती विचार करबा निमंते आमर मध्य आसुअछंती तांकर आगमनर प्रस्तुति को ए जगह वर्णना करा जाइछि से जेतेले आसुछंती तांकर पछरे आहुरी अन्यान्य श्वेत अश्व गुड़िक आसुछंती और सेतिरे निहाती तांकर दूत किरोव माने से माने तांकर पछे पछे आसुथिबे यह आमे देखुअछु करी ताहांकर पश्चात गमन कले ताहांकर मुखरु तीक्ष्ण खड्ग निर्गत हुए तद्वारा से जाति समूह को आघात करिवे वाक्य आम देखु द्विधार खड्ग रु तीक्ष्णतर जहाँ अस्थि मजा को परिभेदक करिथाए बोली लिखा जाउछि तो ईश्वर वाक्य ईश्वर मुखरु निर्गत से विषय को ये जगह आम देखा पाऊँ ताहांकर मुखरे तीक्ष्ण खड्ग निर्गत हुए तद्वारा से जाति समूह को आघात करिवे और से सेमानंकु लोहदंडरे शासन करिवे आउ से निजे सर्वशक्तिमान ईश्वर प्रचंड क्रोधरूप द्राक्षाकुंड दलन करिवे ताहांकर वस्त्रे ताहांकर जंघ देशरे एही नाम लिखित अछि राजा मानक राजा और प्रभु मानकर प्रभु प्रेज द लॉर्ड हालेलुया आमे देखुछु तांकर आगमनर प्रस्तुति रहिछि आ से कि प्रकार भाव सुसज्जित होइचंती से विषय लिखा जाउछि और तांकर नाम लेखा जीवार विषय देखुछु और जे आसु अछंती से व्यक्ति होचंती राजा मानकर राजा और प्रभु मानकर प्रभु आमे गीतरे मध्य गाउछु आउ से प्रभुंकर आगमन कि प्रकार हेबो कि प्रकार भाव रे हम तांको ज्ञात ही परिबा से विषय जगह वर्णना करा जाउछि तत्परे मु जने दूतंकु सूर्य मध्यरे दंडायमान होइथिबार देखिली आउ से आकाश रे उड़ीबा समस्त पक्षी की उच्च स्वर राखी कहले आस ईश्वरंकर महाभोजरे एकत्रित हो सूर्य मध्यरे दंडायमान होइथिबा देखिली जड़े व्यक्ति सूर्य तो एते प्रचंड ताप देसी जे आमे पृथ्वी रे थई ताके सही नहीं पारबार मात्र ए जगह लिखा जाइछि जे सूर्य
ମଧ୍ୟରେ ଦଣ୍ଡାୟମାନ ହୋଇଥିବାର ଦେଖିଲି। ସୂର୍ଯ୍ୟର ମଧ୍ୟସ୍ଥଳରେ ନିଶ୍ଚିତ ଭାବରେ ସେ ରକ୍ତ ନିମଜ୍ଜିତ ବସ୍ତ୍ର ପରିହିତ, ଈଶ୍ୱରଙ୍କର ବାକ୍ୟ, ସେ ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁଙ୍କର ଉପସ୍ଥିତି ସେ ଜାଗାରେ ଥିବ। ସେ ଆକାଶରେ ଉଡ଼ିବା ସମୟରେ ପକ୍ଷୀଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, ଆସ ଈଶ୍ୱରଙ୍କର ମହାଭୋଜରେ ଏକତ୍ରିତ ହୁଅ। ଯେପରି ତୁମ୍ଭେମାନେ ରାଜାମାନଙ୍କର, ସେନାପତିମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ୱ ଓ ଅଶ୍ୱାରୋହୀମାନଙ୍କର, ସ୍ୱାଧୀନ ଓ ପରାଧୀନ, କ୍ଷୁଦ୍ର ଓ ମହାନ ସମସ୍ତ ଲୋକଙ୍କର ମାଂସ ଭକ୍ଷଣ କରିବ। ଜଗତରେ ଥିବା ଲୋକମାନଙ୍କର ବିଷୟରେ ଲେଖାଯାଉଛି। ପରାକ୍ରମ, ଅଶ୍ଵ ଆରୋହୀ, ସ୍ୱାଧୀନ, ପରାଧୀନ, କ୍ଷୁଦ୍ର, ମହାନ, ଏମାନଙ୍କର ମାଂସ ଭକ୍ଷଣ କରିବାର ବିଷୟରେ ସେ କହୁଛନ୍ତି ସେ ମହାଭୋଜରେ। ପରେ ମୁଁ ପଶୁକୁ ଏବଂ ପୃଥିବୀର ରାଜାମାନଙ୍କୁ ଓ ସେମାନଙ୍କର ସୈନ୍ୟବାହିନୀ କି ସେହି ଅଶ୍ୱାରୋହୀ ଓ ତାଙ୍କର ସୈନ୍ୟବାହିନୀଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଏକତ୍ର ହୋଇଥିବାର ଦେଖିଲି। ସେଥିରେ ସେହି ପଶୁ ଧରା ପଡ଼ିଲା, ଆଉ ଯେଉଁ ଭଣ୍ଡ ଭାଓବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟକର୍ମ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମା ପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରା ପଡ଼ିଲା। ସେମାନେ ଉଭୟ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ନିକ୍ଷେପ ହେଲେ। ଯେଉଁମାନେ ଜଗତରେ ଥାଇକରି ଭଣ୍ଡ ଭାଓବାଦୀ ମାନେ ଯେଉଁ ସମସ୍ତ ଲୋକଙ୍କୁ ଭ୍ରାନ୍ତ କରୁଅଛନ୍ତି, ସେମାନଙ୍କର ବିଷୟରେ, ପ୍ରତିମା ପୂଜା କରୁଥିବା ଲୋକମାନଙ୍କ ବିଷୟରେ, ଆଉ ସେମାନେ କ'ଣ ଆଗମନ ସମୟରେ ନିଶ୍ଚିତ ଭାବରେ ସେମାନେ ଧରା ପଡ଼ିବେ। ଆଉ ସେମାନେ କିପରି ଭାବରେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହେବେ, ଆଉ ବିଚାରିତ ହେଲା ପରେ କ'ଣ ହେବ, ସେମାନେ ପ୍ରଜ୍ୱଳିତ ହ୍ରଦରେ, ନର୍କରେ ସେମାନଙ୍କୁ ନିକ୍ଷିପ୍ତ କରାଯିବ। ସେ ବିଷୟରେ ଏ ଜାଗାରେ ଆମେ ଦେଖିବାକୁ ପାଉଛୁ। ଅବଶିଷ୍ଟ ଲୋକେ ସେହି ଅଶ୍ୱାରୋହୀ ମୁଖ ନିର୍ଗତ ଖଡ଼୍ଗ ଦ୍ୱାରା ହତ ହେଲେ, ଆଉ ସେଥିରେ ସମସ୍ତ ପକ୍ଷୀ ସେମାନଙ୍କର ମାଂସ ଭୋଜନ କରି ପରିତୃପ୍ତ ହେଲେ। ତାର ଉପରେ ଆମେ ଦେଖୁଛୁ ସେ 17 ପଦରେ ଲେଖାଯାଇଛି ଯେ ସମସ୍ତ ପକ୍ଷୀଙ୍କୁ ଉଚ୍ଚ ସ୍ୱରରେ ଡାକି କହିଲେ, ଆସ ଈଶ୍ୱରଙ୍କର ମହାଭୋଜରେ ଏକତ୍ରିତ ହୁଅ। ଆଉ ସେଇ ନିମନ୍ତ୍ରିତ ହୋଇଥିବା ପକ୍ଷୀମାନେ 21 ପଦରେ ସେଟା ଲେଖାଯାଇଛି ଯେ ସେମାନେ କ'ଣ କଲେ, ସେ ମାଂସ ସବୁ ଭୋଜନ କଲେ। କାହାର ମାଂସ ଭୋଜନ କଲେ? ପ୍ରତିମା ପୂଜକ, ଭଣ୍ଡ ଭାଓବାଦୀ, ଭଣ୍ଡ ଶିକ୍ଷକମାନଙ୍କୁ, ଯେଉଁମାନେ ପ୍ରଭୁଙ୍କର ଆଗମନରେ ଧରା ପଡ଼ିଲେ, ସେମାନଙ୍କର ମାଂସକୁ ଭକ୍ଷଣ କରିବା ନିମନ୍ତେ ସେ ପକ୍ଷୀମାନଙ୍କୁ ଦିଆଯାଉଛି କିମ୍ବା ପ୍ରଜ୍ୱଳିତ ହ୍ରଦରେ ନିକ୍ଷେପ କରାଯାଇଛି। ଆଉ ପ୍ରଭୁଙ୍କର ଆଗମନର ପ୍ରସ୍ତୁତି ନିମନ୍ତେ ଆମେ ସମସ୍ତେ ନିଜକୁ ଜାଗ୍ରତ କରିବାର ଅଛି। କାହିଁକି? ପ୍ରଭୁ ସେ ସତ୍ୟ ବିଶ୍ୱସ୍ତ ପରମେଶ୍ୱର ଅଟନ୍ତି। ସେ ନ୍ୟାୟରେ ଯୁଦ୍ଧ କରନ୍ତି, ବିଚାର କରନ୍ତି। ଆଉ ତାଙ୍କର ସୁନ୍ଦର ପ୍ରସ୍ତୁତି ବିଷୟରେ ଆମେ ଦେଖିଛୁ। ତାଙ୍କର ପ୍ରସ୍ତୁତି ବିଷୟରେ ଯେତେବେଳେ ଆମେ ଶୁଣିଛୁ, ଜାଗ୍ରତ ହେବାର ଆବଶ୍ୟକତା ରହିଛି। ଆମେ ସେହି ପ୍ରକାର ଆମର ପ୍ରଭୁ, ଯିଏକି ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ, ତାହାଙ୍କର ଆଗମନ ହେବ। ଆଉ ସେ ମୁଖାପେକ୍ଷା କରିବେ ନାହିଁ। ସେ ନ୍ୟାୟ ବିଚାର କରିବାର ପରମେଶ୍ୱର ଅଟନ୍ତି। ସେ ସତ୍ୟ ଅବିଶ୍ୱସ୍ତ ପରମେଶ୍ୱର ଅଟନ୍ତି। ଆଉ ସେ ଅନୁସାରେ ପୃଥିବୀକୁ ବିଚାର କରିବେ, ପୃଥିବୀର ଲୋକମାନଙ୍କୁ ବିଚାର କରିବେ। ତେଣୁ ଆମେ ଯେତେବେଳେ ଏ ଜଗତ ମଧ୍ୟରେ ଅଛୁ, ଆମେ ନିଜକୁ ଜାଗ୍ରତ କରିବାର ଅଛି, ପ୍ରସ୍ତୁତ ହୋଇ ରହିବାର ଅଛି ଯେ ଆମେ ଯେପରି ସେ ବିଚାର ସମ୍ମୁଖରେ ଆସିବା ସମୟରେ ଆମେ ଯେପରି ସେ ପ୍ରଜ୍ୱଳିତ ହ୍ରଦରେ ନିକ୍ଷେପ ହେବା ନାହିଁ। ଆମେ ସେଥିରୁ ରକ୍ଷା ପ୍ରାପ୍ତ ହୋଇକରି ସ୍ୱର୍ଗକୁ ଯିବା ନିମନ୍ତେ, ଅର୍ଥାତ୍ ଈଶ୍ୱରଙ୍କର ଉପସ୍ଥିତିରେ ଆମ ନିମନ୍ତେ ପ୍ରସ୍ତୁତ ହୋଇଥିବା ସ୍ଥାନକୁ ଯିବା ନିମନ୍ତେ ଆମେ ଆପଣଙ୍କୁ ସବୁବେଳେ ପ୍ରସ୍ତୁତ କରିବାର ଦରକାର ଅଛି। ଆମେ ଦେଖିବା ଦୈନିକ ଆହାରରେ ଲେଖାଯାଉଛି ଗୋଟେ ଜାଗାରେ ସ୍ପଷ୍ଟ ଭାବରେ, ମୁଁ ସେଟା ଯୀଶୁ ଦିନେ ପରିତ୍ରାଣକର୍ତ୍ତା ଭାବରେ ଆସିବାର ବିଷୟରେ ଆମେ ବର୍ତ୍ତମାନ ଦେଖିଛୁ, କିନ୍ତୁ ସମୟ ଆସିବ ସେ ବିଚାରକର୍ତ୍ତା ଭାବରେ ଆମର ମଧ୍ୟରେ ଆସିବେ। ସେ ଉଦ୍ଧାରକର୍ତ୍ତା ରୂପେ ପ୍ରଥମେ ଆଗମନ କରିଥିଲେ, ମାତ୍ର ଏବେ ସେ ବିଚାରକର୍ତ୍ତା ରୂପେ ଦ୍ୱିତୀୟ ଆଗମନ କରୁଅଛନ୍ତି। ବିରାଟ ଦୂତ ବାହିନୀ ସହିତ ଶୁଭ୍ର
ଓ ସୂକ୍ଷ୍ମ ବସ୍ତ୍ର ପିନ୍ଧି ତାଙ୍କର ସହ ଆସୁଥିବା ଅନେକ ଲୋକ ଅଛନ୍ତି, ଅନେକ ଆରୋହୀ ଅଛନ୍ତି। ତାହାଙ୍କର ବସ୍ତ୍ର ଓ ଜଙ୍ଘରେ ଲିଖିତ ଅଛି, ରାଜାମାନଙ୍କ ରାଜା ପ୍ରଭୁମାନଙ୍କ ପ୍ରଭୁ। ପ୍ରତି ଆଣ୍ଠୁ ଭାଙ୍ଗିବ, ପ୍ରତି ଜିହ୍ୱା କହିବ ଯୀଶୁଖ୍ରୀଷ୍ଟ ହିଁ ପ୍ରଭୁ ଅଟନ୍ତି। ଏହା ସ୍ୱୀକାର କରିବେ। ଆଉ ତାଙ୍କର ଆଗମନ ସମୟରେ ମଧ୍ୟ ଲୋକମାନଙ୍କର ଭିତରେ ଗୋଟେ ଭୟାବହତା ସୃଷ୍ଟି ହେବ ତାଙ୍କର ପ୍ରସ୍ତୁତିରେ। ତ ଆମେ ବର୍ତ୍ତମାନ କିଛି 2 ଦିନ ଆଗରୁ ଦେଖିଲା ଯେ ଉଦ୍ଧାରକର୍ତ୍ତା ପରିତ୍ରାଣକର୍ତ୍ତାଙ୍କର ଜନ୍ମ ନିମନ୍ତେ ସାରା ପୃଥିବୀ ପ୍ରସ୍ତୁତ ଅଛି। ବିଭିନ୍ନ ପ୍ରକାର ସାଜସଜ୍ଜାରେ ଆମେ ଏମିତି ସଜାଇଲେ ଆମର ଚର୍ଚ୍ଚକୁ, ଆମର ଘରକୁ, ଆମ ନିଜକୁ ସଜାଇଲେ ଆମର ଘରକୁ ପରିତ୍ରାଣକର୍ତ୍ତା ଆସିବେ, ଜନ୍ମଗ୍ରହଣ କରିବେ ବୋଲିକିରି ଲୋକମାନଙ୍କର ଜୀବନ ଛଡ଼ା ପ୍ରସ୍ତୁତି ରହିଛି। ସବୁ ସମୟକୁ ନିଜ ସରକାରୀ ସ୍ତରରେ ଥିବା ଲୋକମାନେ ମଧ୍ୟ ଛୁଟି ଫୁଟି କରି ଆସିକରି ନିଜର ଘରକେ ଚର୍ଚ୍ଚକେ ସଜାଉଛନ୍ ମିଶି ମିଲିକରି। କାହିଁକି? ପ୍ରଥମ ଆଗମନକର୍ତ୍ତା ହେଉଛନ୍ତି ଉଦ୍ଧାରକର୍ତ୍ତା। ପ୍ରଭୁଙ୍କର ଆଗମନର ପ୍ରସ୍ତୁତି ରହିଛି। ମାତ୍ର ଦ୍ୱିତୀୟ ଆଗମନରେ ଯେ ବିଚାରକର୍ତ୍ତା ଆସୁଅଛନ୍ତି ତାର ପ୍ରସ୍ତୁତିରେ ଆଜି ଆମେ ଅବହେଳିତ ଅଟୁ। ମାତ୍ର এই ଜାଗାରେ ଆମେ ଦେଖୁଛୁ ତାଙ୍କର ଆଗମନ କିପରି ହେବ, କିପରି ସେ ବିଚାର କରିବେ, ସେ କିଏ ଅଟନ୍ତି, ସେ ସତ୍ୟ ଓ ବିଶ୍ୱସ୍ତ ପରମେଶ୍ୱର ଅଟନ୍ତି, ନ୍ୟାୟରୂପୀ ପରମେଶ୍ୱର ଅଟନ୍ତି। ସେ ନ୍ୟାୟରେ ବିଚାର କରନ୍ତି, ଯୁଦ୍ଧ କରନ୍ତି। ତେଣୁ ଆମେ କାଣା କରବାର ଅଛି? ନିଜକୁ ପ୍ରସ୍ତୁତ କରବାର ଅଛି। ଯୁଦ୍ଧ ହେବ ଆଉ ସେଥିରୁ ଲୋକମାନଙ୍କୁ ବିଚାରିତ ହେବେ। ଆଉ ବିଚାରରେ ଲୋକମାନେ କ'ଣ ହେବେ? ଜ୍ୱଳନ୍ତ ସେ ପ୍ରଜ୍ୱଳିତ ଅଗ୍ନି ହ୍ରଦ କୁଣ୍ଡରେ ନିକ୍ଷିପ୍ତ ହେବେ। ଆଉ ଯେଉଁମାନେ ବିଚାରିତ ହୋଇ ବିଜୟ ପ୍ରାପ୍ତ ହେବେ ସେମାନେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବେ। ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଯେପରି ପ୍ରଭୁଙ୍କର ଅନୁଗାମୀ ହେବା, ଈଶ୍ୱର ଦ୍ରୋହୀ ନ ହୋଇକରି ଆମେ ଈଶ୍ୱରଙ୍କୁ ପ୍ରେମ କରିବାର ବ୍ୟକ୍ତି ହେବା, ତାଙ୍କର ଆଜ୍ଞାକାରୀ ହେବା, ତାଙ୍କର ମୁଖର ବାକ୍ୟ ଅନୁସାରେ ଆମେ ନିଜକୁ ପ୍ରସ୍ତୁତ କରିବା। କାହିଁକି? ସବୁ ପ୍ରସ୍ତୁତି ମଧ୍ୟରେ ଆମେ ଯଦି ଈଶ୍ୱରଙ୍କର ବାକ୍ୟକୁ ନେବା, ଈଶ୍ୱରଙ୍କ ବାକ୍ୟ ଅନୁସାରେ ଯଦି ଆମେ ଜାଗ୍ରତ ହେବା, ସଚେତନ ହେବା, ତାହେଲେ ନିଶ୍ଚିତ ଭାବରେ ପ୍ରଭୁ କ'ଣ କରିବେ? ଆମେ ନିଜେ ସୁରକ୍ଷିତ ହେବା ଆଉ ପ୍ରଭୁଙ୍କର ଅନୁଗ୍ରହ ଆମ ପ୍ରତି ରହିବ। ଆଉ ପ୍ରଭୁ ଖ୍ରୀଷ୍ଟରେ ପ୍ରିୟ ଲୋକମାନେ ଆମେ ପ୍ରଭୁଙ୍କ ଠାରେ ଶରଣାପନ୍ନ ହେଉ ଆଉ ନୂତନ ଏକ ଜୀବନ ଅତିବାହିତ କରୁ। ସୁନ୍ଦର ଭାବରେ ଆମେ ନିଜର ଜୀବନକୁ ସଜାଡ଼ୁ, ଯଦ୍ୱାରା ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା। ଅନ୍ୟ ପକ୍ଷରେ ନହେଲେ ଆମେ ଅଗ୍ରାହ୍ୟ ହୋଇକରି ଆମେ ସେଇ ଅଗ୍ନିମୟ ହ୍ରଦରେ ନିକ୍ଷେପ ହେବା। ପ୍ରଭୁ କରନ୍ତୁ। ଆମର ବର୍ତ୍ତମାନ ବି ସମୟ ଅଛି। ପ୍ରଭୁ ଆମଠାରୁ ସେ ଏକ ସୁନ୍ଦର ପ୍ରସ୍ତୁତିକୁ ଚାହାନ୍ତି, ଯେପରି ଆମେ ତାଙ୍କ ନିମନ୍ତେ ପ୍ରସ୍ତୁତ ହୋଇପାରିବା। ଆଉ ସେ ଅଗ୍ନିମୟ ହ୍ରଦରୁ ରକ୍ଷା ପାଇବା ନିମନ୍ତେ ଚିରକାଳରୁ ସେ ଯନ୍ତ୍ରଣା ଭୋଗ କରିବାର ଅପେକ୍ଷା ଆମେ ଯଦି ଖ୍ରୀଷ୍ଟଙ୍କର ଅନୁଗାମୀ ହେବା, ତାହେଲେ ଆମେ ତାହାଙ୍କର ସେଇ ସିଂହାସନ ସମ୍ମୁଖରେ ବିଚାରିତ ହଉ ତାଙ୍କର ଦକ୍ଷିଣ ପାର୍ଶ୍ୱରେ ଆମେ ସ୍ଥାନ ପାଇବା। ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ବର୍ତ୍ତମାନ ବି ସେ ପ୍ରଭୁ ଯୀଶୁ ଆମକୁ ପରିବର୍ତ୍ତନ ଦେଖିବା ନିମନ୍ତେ ଚାହାନ୍ତି। ସେ ଭୟଙ୍କର ବିଚାର ସିଂହାସନରେ ଯେତେବେଳେ ବସିବେ, ବିଚାର କରିବେ, ଆମେ ବିଚାରିତ ହଉ ଯେପରି ବିଜୟକୁ ପାଇପାରିବା, ସେଥି ନିମନ୍ତେ ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ନିଶ୍ଚିତ ଭାବରେ ଆମର ଭରସା ବିଶ୍ୱାସ ଯେ ପ୍ରଭୁ ଆମକୁ ସୁରକ୍ଷା ଦେବେ। ମାତ୍ର ସୁରକ୍ଷାକାରୀଙ୍କର ଶରଣାଗତ ହେବାର ଅଛି, ସୁରକ୍ଷାକାରୀଙ୍କର ବାକ୍ୟକୁ ପାଳନ କରବାର ଅଛି, ସୁରକ୍ଷାକାରୀଙ୍କୁ ଆମେ ଚିହ୍ନି ପାରବାର ଅଛି। ଭଣ୍ଡ ଭାବୀମାନେ ଆସୁଛନ୍ତି, ସେମାନଙ୍କ ମଧ୍ୟରେ ଅନେକ ଭଣ୍ଡ ଶିକ୍ଷକ ମଧ୍ୟ ଅଛନ୍ତି। ମାତ୍ର ଏହିପରି ବ୍ୟକ୍ତିବିଶେଷଙ୍କୁ ଆମକୁ ଚିହ୍ନିବାର ଅଛି, କେଉଁମାନେ ବିଶ୍ୱସ୍ତ ଅଟନ୍ତି, ସତ୍ୟ ଅଟନ୍ତି, ନ୍ୟାୟ ଭାବରେ ସେମାନେ ବାକ୍ୟକୁ କହୁଛନ୍ତି। କାହାକୁ ଖୁସ୍ କରବାର ଲାଗି ବାକ୍ୟ କହୁଥିବା ବ୍ୟକ୍ତି ଏକା ଜାଣବ ସେ ଭଣ୍ଡ ଭାବି ଏକା। କିନ୍ତୁ ନ୍ୟାୟରେ ଯିଏ କହୁଛି ସେ ପ୍ରକୃତିରେ ଈଶ୍ୱରଙ୍କ ବାକ୍ୟକୁ ପ୍ରଚାର କରୁଅଛି। ଆଉ ସେ ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ, ତାଙ୍କର ଆଗମନ ଖୁବ୍ ଶୀଘ୍ର ହେବ। ସେ ଦ୍ୱିତୀୟ ଆଗମନର ଆମେ ଯେପରି ବଡ଼ଦିନର ପ୍ରସ୍ତୁତି ନିମନ୍ତେ ଜାକଜମକରେ ଉଷତ ଆନନ୍ଦ ଉଲ୍ଲାସ କରି ଏକ ସୁନ୍ଦର ପ୍ରସ୍ତୁତି କରିଥିଲା, ତାଠୁ ମଧ୍ୟ ସୁନ୍ଦର ପ୍ରସ୍ତୁତି ପ୍ରଭୁ ଆମଠାରୁ ଆଶା କରନ୍ତି। ଆଉ ପ୍ରଭୁ ଆମକୁ ସେହି ପ୍ରକାର ଭାବେ ପ୍ରସ୍ତୁତ କରନ୍ତୁ, ଆମେ ଯେପରି ତାଙ୍କର ଆଗମନରେ ଆମେ ସେଇ ନର୍କରୁ ବା ପ୍ରଜ୍ୱଳିତ ଅଗ୍ନିକୁଣ୍ଡରୁ ହ୍ରଦରୁ ରକ୍ଷା ପାଇବା। ପ୍ରଭୁ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ଆମେ ପ୍ରାର୍ଥନା କରିବା।